ଯୀଶୁ ଈଶ୍ୱର ଅଟନ୍ତି? ଆଜି ଆମେ ଚିନ୍ତା କରିବା କଣ ଯୀଶୁ ଈଶ୍ୱର ଅଟନ୍ତି? ଏହି ପ୍ରଶ୍ନର ଉତ୍ତର ଆମମାନଙ୍କ ନିମନ୍ତେ ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା ପ୍ରମାଣ ଦେବା ବା ଏହାକୁ ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ସମର୍ଥ ହେବା ଗୋଟେ ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ନିମନ୍ତେ। ସେଥିପାଇଁ ଆଜି ଆମେ ଚିନ୍ତା କରିବା ଯେ କଣ ଯୀଶୁ ଈଶ୍ୱର ଅଟନ୍ତି? ଯଦି ଏହି ପ୍ରଶ୍ନ କେହି ଆମମାନଙ୍କୁ ପଚାରେ ବା ଏହି ପ୍ରଶ୍ନ ଯଦି ଉଠେ, ଏହାର ଉତ୍ତର ହଁ, ଯୀଶୁ ଈଶ୍ୱର ଅଟନ୍ତି। ଆଉ ତା ବ୍ୟତୀତ ଆଉ କିଛି ନାହିଁ। ସିଧାସଳଖ ଭାବରେ କଣ ଯୀଶୁ ଈଶ୍ୱର ଅଟନ୍ତି? ତାର ଉତ୍ତର ହେଉଛି ହଁ, ଯୀଶୁ ଈଶ୍ୱର ଅଟନ୍ତି। ବର୍ତ୍ତମାନ ଯେତେବେଳେ ଆମେ କହୁ ଯୀଶୁ ଈଶ୍ୱର ଅଟନ୍ତି, ଅନେକ ଲୋକମାନଙ୍କୁ ପ୍ରମାଣ ମାଗିବା କି ପ୍ରକାର ସେ ଈଶ୍ୱର ଅଟନ୍ତି, କେମିତି ଈଶ୍ୱର ଅଟନ୍ତି, ଏହି ବିଷୟ ଆମେ ଆଗାମୀ ସମୟରେ ଆମେ ଦେଖିବା। ଯୀଶୁ କି ପ୍ରକାର ସେ ଈଶ୍ୱର ଅଟନ୍ତି। ସମସ୍ତେ ମୋ ସହିତ ବାହାର କରନ୍ତୁ ଆଦି ପୁସ୍ତକ 1 ପର୍ବର 1 ପଦ। ତେବେ ଏଠାରେ ଲେଖାଯାଏ ବାଇବଲର ପ୍ରଥମ ପଦରେ ଯେ ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଏହା ଆମେ ମନେ ରଖିବା। ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ତେବେ ଏହି ପଦର ଅର୍ଥ ବହୁତ ଗୁରୁତ୍ୱପୂର୍ଣ୍ଣ, ଆମେ ଜାଣିବା ଅତି ଜରୁରୀ। ଆଦ୍ୟରେ ମାନେ ତାକୁ ଯଦି ଆମେ ସରଳ ଭାବରେ ବୁଝିବା, ବିଫୋର ଦ ବିଗିନିଂ ବୋଲି କହିହେବ। ଆଦ୍ୟର ମାନେ ବିଫୋର ଦ ବିଗିନିଂ, ମାନେ ଅନ୍ୟ କୌଣସି ବିଷୟ ଆରମ୍ଭ ହେବା ପୂର୍ବରୁ ସେ ସମୟରେ ପରମେଶ୍ୱର କଣ କଲେ? ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ତେବେ ସେ ସୃଷ୍ଟିକର୍ତ୍ତା ଅଟନ୍ତି। ତେବେ ଏଠାରେ ଆମେ ଦେଖୁଛୁ ଯେ ପରମେଶ୍ୱର। ତେବେ ଏହି ପରମେଶ୍ୱରଙ୍କର ନାମ କଣ? ଏହି ପରମେଶ୍ୱର କିଏ ଯେ କି ସ୍ୱର୍ଗ ଓ ପୃଥିବୀ ସୃଷ୍ଟି କଲେ, ତାହା ଆମେ ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ ଅଟେ। ତ ଯଦି ଆମେ ଦେଖୁ ଯାତ୍ରା ପୁସ୍ତକ 3 ପର୍ବ 13 ପଦ, ତେବେ ଏଠାରେ ଦେଖୁଛୁ ଯେ ପରମେଶ୍ୱର ମୂଷାଙ୍କୁ ଦର୍ଶନ ଦେଉଛନ୍ତି ଆଉ ତାଙ୍କ ଭିତରେ କଥାବାର୍ତ୍ତା ଚାଲିଛି। ଈଶ୍ୱର କହୁଛନ୍ତି ଯେ ତମେ ଯାଅ ମିଶର ଦେଶକୁ ଆରେ ଆମର ଲୋକମାନଙ୍କୁ ଉଦ୍ଧାର କରିକି ଆଣ। ଆଉ ସେ ସମୟରେ ମୂଷା ପରମେଶ୍ୱରଙ୍କୁ କହିଲେ, ମୁଁ ଯେତେବେଳେ ଇସ୍ରାଏଲ ସନ୍ତାନ ମାନଙ୍କ ନିକଟକୁ ଯାଇ କହିବି କି ତୁମ୍ଭମାନଙ୍କ ପୂର୍ବପୁରୁଷ ମାନଙ୍କ ପରମେଶ୍ୱର ମତେ ତୁମମାନଙ୍କ ନିକଟକୁ ପଠାଇ ଅଛନ୍ତି, ପୁଣି ସେମାନେ ପଚାରିବେ ତାହାଙ୍କ ନାମ କଣ? ତେବେ ଏହି ଈଶ୍ୱରଙ୍କର ନାମ କଣ ତାହା ଜାଣିବା ଆମମାନଙ୍କର ଆବଶ୍ୟକ ଅଟେ। ବା ଅନ୍ୟ ଭାବରେ କହିଲେ, ଆଦି ପୁସ୍ତକ 1 ପର୍ବର 1 ପଦରେ ଯେଉଁ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ, ତାହାଙ୍କ ନାମ ଜାଣିବା ଆମମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଅଟେ। ତେ ମୂଷା ଏଠାରେ ପରମେଶ୍ୱରଙ୍କୁ ପଚାରୁଛନ୍ତି ଯେ ଆପଣଙ୍କ ନାମ କଣ? ଆଉ ଯଦି ଲୋକମାନେ ମତେ ପଚାରିବେ, ସେତେବେଳେ ମୁଁ କି ଉତ୍ତର ଦେବି? ଆମେ ବୁଝିବା ପାଇଁ ମନେ ପକାଇବା, ମୂଷା ମିଶର ଦେଶରେ ଜନ୍ମଗ୍ରହଣ କରିଥିଲେ, ସେଠାରେ ରହିଥିଲେ, ରାଜା ଘରେ ସେ ଜୀବନଯାପନ କରିଥିଲେ। ଆଉ ସେ ମିଶରର ଜ୍ଞାନ ଆଉ ବିଦ୍ୟାରେ ସେ ପରାକ୍ରମ ହେଇଥିଲେ। ମାନେ ମିଶର ଦେଶର ଜ୍ଞାନ ତାଙ୍କୁ ଯଥେଷ୍ଟ ଥିଲା। ଆଉ ଯଦି ଆମେ ଚିନ୍ତା କରିବା, ମିଶର ଦେଶରେ ଅନେକ ଦେବତା ଥିଲେ ବା ଅନେକ ଈଶ୍ୱର ଥିଲେ ବୋଲି କହିପାରିବା, ଅନେକ ଭଗବାନ ଥିଲେ। ଯଦି ମୁଁ ଯାଇ କହିବି ଈଶ୍ୱର ମତେ ପଠାଇ ଅଛନ୍ତି, ବାଧ୍ୟରେ ଲୋକମାନଙ୍କ ପଚାରିବେ କୋଉ ଈଶ୍ୱର? ଯେହେତୁ ମିଶର ଦେଶରେ ସେମାନେ ଜାଣିଛନ୍ତି ଅନେକ ଈଶ୍ୱର ଅଛନ୍ତି ବୋଲି। ସେଥିପାଇଁ ମୂଷା ଈଶ୍ୱରଙ୍କର ନାମ ଜାଣିବା ଅତି ଗୁରୁତ୍ୱପୂର୍ଣ୍ଣ ଥିଲା। ସେଥିପାଇଁ ମୂଷା ତାଙ୍କୁ ପଚାରିଲେ ଯେ ମତେ ସେମାନେ ଯେତେବେଳେ ପଚାରିବେ ତାହାଙ୍କର ନାମ କଣ, ସେତେବେଳେ ମୁଁ କି ଉତ୍ତର ଦେବି? 14 ପଦରେ ଲେଖାଯାଏ, ତୟରେ ପରମେଶ୍ୱର ମୂଷାଙ୍କୁ କହିଲେ, ଆମ୍ଭେ ଯେ ଅଛୁ ସେ ଅଛୁ। এই ବିଷୟକୁ ଆମେ ମନେ ରଖିବା। ପରମେଶ୍ୱର ତାଙ୍କର ନାମ ସେ କହୁଛନ୍ତି, ଆମ୍ଭେ ଯେ ଅଛୁ ସେ ଅଛୁ। ପୁଣି ସେ କହିଲେ, ତୁମେ ଇସ୍ରାଏଲ ସନ୍ତାନ ଗଣକୁ କହିବ ସ୍ୱୟମ୍ଭୁ। ସ୍ୱୟମ୍ଭୁ ଅର୍ଥ ଆମ୍ଭେ ଅଛୁ, ତୁମମାନଙ୍କ ନିକଟକୁ ମତେ ପଠାଇ ଅଛନ୍ତି। କିଏ ପଠାଇ ଅଛନ୍ତି? ସ୍ୱୟମ୍ଭୁ ମତେ ପଠାଇ ଅଛନ୍ତି। ପରମେଶ୍ୱରଙ୍କ ନାମ ହଉଛି କଣ? ସ୍ୱୟମ୍ଭୁ। ପରମେଶ୍ୱରଙ୍କ ନାମ କଣ? ଆମ୍ଭେ ଯେ ଅଛୁ ସେ ଅଛୁ। ଆଉ ଏଇ ବିଷୟ ଇସ୍ରାଏଲ ସନ୍ତାନମାନଙ୍କୁ କହିବା ନିମନ୍ତେ ପରମେଶ୍ୱର ମୂଷାଙ୍କୁ କହିଲେ। ତାପରେ ଆମେ ଦେଖୁଛୁ 15 ପଦରେ। 15 ପଦରେ ଏହି ପ୍ରକାର ଲେଖାଯାଏ, ପରମେଶ୍ୱର ମୂଷାଙ୍କୁ ଆହୁରି କହିଲେ, ଇସ୍ରାଏଲ ସନ୍ତାନମାନଙ୍କୁ ଏହି କଥା କହିବ, ତୁମମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱର। କେଉଁ ପରମେଶ୍ୱର? ତୁମ୍ଭମାନଙ୍କ ପୂର୍ବପୁରୁଷ ଗଣର ପରମେଶ୍ୱର, ଅର୍ଥାତ୍ ଅବ୍ରାହ୍ମଙ୍କ ପରମେଶ୍ୱର, ଇସାକର ପରମେଶ୍ୱର, ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ। ଦେଖନ୍ତୁ, ସ୍ୱୟମ୍ଭୁର ଅର୍ଥ କଣ? ସଦାପ୍ରଭୁ। ଏହି ପଦରେ ଆମେ ଜାଣିପାରୁଛୁ ସ୍ୱୟମ୍ଭୁର ଅର୍ଥ କଣ? ସଦାପ୍ରଭୁ। 13 ପଦ ଆଉ 14 ପଦରେ ପରମେଶ୍ୱର କହିଲେ ଯେ ଆମ୍ଭେ ଯେ ଅଛୁ ସେ ଅଛୁ। ସେ କହିଲେ ଆମ୍ଭେ ସ୍ୱୟମ୍ଭୁ। ଆଉ ସେ ସ୍ୱୟମ୍ଭୁର ଅର୍ଥ ହଉଛି କଣ?
ସଦା ପ୍ରଭୁ ଲେଖା ଯେ ପରମେଶ୍ୱର ଯେ ସଦା ପ୍ରଭୁ ମାନେ ସ୍ୱୟଂଭୁ ସେ ତୁମାନଙ୍କ ନିକଟକୁ ମତେ ପଠାଇ ଅଛନ୍ତି। ଆମ୍ଭର ଏହି ନାମ କୋଉ ନାମ ଯୋଉ ସଦାପ୍ରଭୁ ନାମ ବା ସ୍ୱୟଂଭୁ ନାମ ଆମ୍ଭେ ଯେ ଅଛୁ ସେ ଅଛୁ ସେହି ନାମ ଅନନ୍ତ କାଳ ସ୍ଥାୟୀ ହେବ ମାନେ ସବୁଦିନ ପାଇଁ ହେବ ଅନନ୍ତ କାଳ ସ୍ତର ପାଇଁ ହେବ ଆଉ ପୁରୁଷାନୁକ୍ରମେ ସ୍ମରଣୀୟ ହେବା ସମସ୍ତେ ଏଇ ବିଷୟ ମନେ ପକାଇବେ। ତେବେ ଏଠିରେ ମାନେ ଜାଣିପାରୁଛୁ ଯେ ପରମେଶ୍ୱରଙ୍କ ନାମ ସଦାପ୍ରଭୁ। ଏଇ ତିନୋଟି ପଦ ଆମେ ପଢିଲେ ଜାଣିପାରୁଛୁ ଯେ ପରମେଶ୍ୱରଙ୍କର ନାମ ସଦାପ୍ରଭୁ। ମୁଁ ପୁଣି ଥରେ ମନେ ପକାଇ ଦେବାକୁ ଚାହେଁ ଯେ ଆଦି ପୁସ୍ତକ 1 ପର୍ବ 1 ପଦରେ ଆମେ ଦେଖିଲୁ ଯେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ବର୍ତ୍ତମାନ ଆମେ ଯାତ୍ରା ପୁସ୍ତକରେ ଦେଖୁଛୁ ସେଇ ପରମେଶ୍ୱରଙ୍କ ନାମ କଣ? ସେଇ ପରମେଶ୍ୱରଙ୍କ ନାମ ସଦାପ୍ରଭୁ। ପରମେଶ୍ୱରଙ୍କ ନାମ ସଦାପ୍ରଭୁ ଏହା ମାନେ ମନେ ରଖିବା। ଆଗକୁ ଆମେ ଦେଖିବା ଅନେକ ଥର এই ବିଷୟ କୁହାଯାଇଛି। ଦ୍ୱିତୀୟ ବିବରଣ 4 ପର୍ବର 35 ପଦରେ ଲେଖାଯାଏ ଏହି ସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା ଯେପରି ତୁମ୍ଭେ ଜାଣିବ ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି। এই ବିଷୟକୁ ଧ୍ୟାନ ଦେବେ। ତୁମ୍ଭେ ଜାଣିବ ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି ତାହାଙ୍କ ଭିନ୍ନ ଆଉ କେହି ନାହିଁ। ପରମେଶ୍ୱର ସଦାପ୍ରଭୁ ଅଟନ୍ତି এই ବିଷୟଟି ମୋଶା କହୁଛନ୍ତି ଯେ ତୁମ୍ଭେ ମାନେ ଜାଣିବ ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି ଯେହେତୁ ପରମେଶ୍ୱରଙ୍କର ନାମ ସଦାପ୍ରଭୁ। ଯଦି ଆମେ ଦ୍ୱିତୀୟ ବିବରଣ 7 ପର୍ବର 9 ପଦ ଦେଖୁ ଏଠାରେ ଲେଖାଯାଏ ଏହେତୁ ଜାଣ ଯେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର କେବଳ ସେ ପରମେଶ୍ୱର ସେ ବିଶ୍ୱସନୀୟ ପରମେଶ୍ୱର। ସଦାପ୍ରଭୁ ହେଉଛନ୍ତି ପରମେଶ୍ୱର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ। ଅନ୍ୟ ଭାବରେ କହିଲେ ଈଶ୍ୱରଙ୍କର ନାମ ହେଉଛି ସଦାପ୍ରଭୁ। ପୁଣି ଗୀତ ସଂହିତା 95ର 3 ପଦ ଯଦି ଆମେ ଦେଖୁ ଏଠାରେ ଲେଖାଯାଏ କାରଣ ସଦାପ୍ରଭୁ ମହାନ ପରମେଶ୍ୱର ଓ ସକଳ ଦେବତା ଉପରେ ମହାନ ରାଜା ଅଟନ୍ତି। ସଦାପ୍ରଭୁ କିଏ? ମହାନ ପରମେଶ୍ୱର। ତାପରେ ଆମେ ଦ୍ୱିତୀୟ ରାଜାବଳୀ 19 ପର୍ବର 19 ପଦ ଦେଖୁ ଏଠାରେ ଲେଖାଯାଏ ଏଣୁ ଏବେ ହେ ସଦାପ୍ରଭୁ ଆମମାନଙ୍କ ପରମେଶ୍ୱର ମୁଁ ବିନୟ କରୁଅଛି। ଏଠାରେ ମଧ୍ୟ ଲେଖାଗଲା ହେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ମୁଁ ବିନୟ କରୁଅଛି ତାହାଙ୍କ ହସ୍ତରୁ ଆମମାନଙ୍କୁ ଉଦ୍ଧାର କର ତହିଁରେ ତୁମ୍ଭେ କେବଳ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ। ତେବେ ଈଶ୍ୱରଙ୍କର ନାମ ସଦାପ୍ରଭୁ ଏହା ସମସ୍ତେ ଜାଣନ୍ତୁ ବୋଲିକି ଈଶ୍ୱରଙ୍କର ମଧ୍ୟ ଇଚ୍ଛା ଥିଲା। ଈଶ୍ୱରଙ୍କର ନାମ ସଦାପ୍ରଭୁ ଏହା ସମସ୍ତେ ଜାଣନ୍ତୁ। ଏଠାରେ ଲେଖକ କହୁଛନ୍ତି ଯେ ତୁମ୍ଭେ ଯେ ସଦାପ୍ରଭୁ ପରମେଶ୍ୱର ଅଟ ଏହା ପୃଥିବୀସ୍ଥ ସମୁଦାୟ ରାଜ୍ୟ ଜାଣିବେ। ତାପରେ ଆମେ ଯଦି ଆହୁରି ଦେଖିବୁ ଯେରେମିୟ 10 ପର୍ବର 10 ପଦ ଏଠାରେ ଲେଖାଯାଏ ମାତ୍ର ସଦାପ୍ରଭୁ ସତ୍ୟ ପରମେଶ୍ୱର ଅଟନ୍ତି ସେ ଜୀବିତ ପରମେଶ୍ୱର ଓ ଅନନ୍ତ କାଳସ୍ଥାୟୀ ରାଜା। ସେହି ପ୍ରକାରେ ଗୀତ ସଂହିତା 100ର 3 ପଦ ଦେଖୁ ଲେଖାଯାଏ ସଦାପ୍ରଭୁ ଯେ ପରମେଶ୍ୱର ଅଟନ୍ତି ଏହା ତୁମ୍ଭେ ମାନେ ଜ୍ଞାତ ହୁଅ ସେ ଆମମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେ ମାନେ ତାହାଙ୍କର ଅଠୁ। ତେବେ ଏଇ ପଦ ସହିତ ଆମେ ଆଦି ପୁସ୍ତକ 1 ପର୍ବର 1 ପଦକୁ ଆମେ କମ୍ପେୟାର କରିପାରିବା ତୁଳନା କରିପାରିବା। ଆଦି ପୁସ୍ତକ 1 ପର୍ବର 1 ପଦରେ ଲେଖାଯାଏ ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ। ଆଉ ସେଇ ପରମେଶ୍ୱର କିଏ? ସଦାପ୍ରଭୁ ଯେ ପରମେଶ୍ୱର ସେ ଆମମାନଙ୍କୁ ନିର୍ମାଣ କରିଅଛନ୍ତି ଓ ଆମ୍ଭେ ମାନେ ତାହାଙ୍କର ଅଟୁ। ତାପରେ ଯାତ୍ରା ପୁସ୍ତକ 6 ପର୍ବର 2 ପଦରେ ମଧ୍ୟ ଲେଖାଯାଏ ପରମେଶ୍ୱର ମୂଷାଙ୍କ ସହିତ ଆଳାପ କରି ଆହୁରି କହିଲେ ଆମ୍ଭେ ଜିହୋବା। ପରମେଶ୍ୱର କଣ କହୁଛନ୍ତି? ଆମ୍ଭେ ଜିହୋବା। ଜିହୋବା ଅର୍ଥ କଣ? ସଦାପ୍ରଭୁ। ଏଇ ସବୁ ପଦ ପ୍ରକାଶ କରେ ଯେ ପରମେଶ୍ୱର ସଦାପ୍ରଭୁ ଅଟନ୍ତି ବା ପରମେଶ୍ୱରଙ୍କ ନାମ ସଦାପ୍ରଭୁ ଅଟେ। ତେବେ ଏହି ପ୍ରକାରେ ଅନେକ ଗୁଡ଼ାଏ ପଦ ସବୁ ରହିଅଛି କିନ୍ତୁ ସେମାନଙ୍କୁ ମଧ୍ୟ ମୁଁ କିଛିଟି ପଦ ନେଇଛି ଆପଣମାନେ ନିଜର ବ୍ୟକ୍ତିଗତ ଅଧ୍ୟୟନରେ ସେ ସବୁ ଲେଖି ରଖିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଦେଖୁଛୁ ଯେ ପରମେଶ୍ୱରଙ୍କ ନାମ କଣ ଅଟେ? ସଦାପ୍ରଭୁ। ଆମମାନଙ୍କ ପ୍ରସଙ୍ଗ ହେଉଛି ଯୀଶୁ କଣ? ଈଶ୍ୱର। ଆର୍ ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଦେଖି ସାରିଛୁ ଯେ ପରମେଶ୍ୱରଙ୍କର ନାମ ସଦାପ୍ରଭୁ ଅର୍ଥାତ୍ ଈଶ୍ୱରଙ୍କର ନାମ ସଦାପ୍ରଭୁ। ତେବେ ପ୍ରଶ୍ନ ଉଠେ ଯଦି ଈଶ୍ୱରଙ୍କ ନାମ ସଦାପ୍ରଭୁ ତେବେ ତାଙ୍କୁ କାହିଁକି ଯୀଶୁ ନାମ ଦିଆଗଲା? ସାଧାରଣ ପ୍ରଶ୍ନ। ଯଦି ଯୀଶୁ ଈଶ୍ୱର ଅଟନ୍ତି ତେବେ କାହିଁକି ତାଙ୍କୁ ସଦାପ୍ରଭୁ ନାମ ଦିଆଯାଏ ନାହିଁ? କାହିଁକି ଯୀଶୁ ନାମ ଦିଆଗଲା? ଏଇଟା ଗୋଟେ ସାଧାରଣ ପ୍ରଶ୍ନ ଆମେ ଜାଣିବା ଅତି ଜରୁରୀ ଅଟେ। ଆମେ ଦେଖିଲୁ ପରମେଶ୍ୱରଙ୍କ ନାମ ସଦାପ୍ରଭୁ ଆଉ ଯଦି ଯୀଶୁ ଈଶ୍ୱର ଅଟନ୍ତି ତେବେ କାହିଁକି ତାଙ୍କ ନାମ ସଦାପ୍ରଭୁ ବୋଲି ଦିଆଯାଏ ନାହିଁ? ଆଉ ପରମେଶ୍ୱର ଯାତ୍ରା ପୁସ୍ତକରେ ସ୍ପଷ୍ଟ ଭାବରେ କହିଛନ୍ତି ତାହାଙ୍କ ନାମ ଅନନ୍ତ କାଳ ସ୍ଥାୟୀ ହେବ ପୁରୁଷାନୁକ୍ରମ ତାହା ସ୍ମରଣୀୟ ହେବ। ତେବେ କାହିଁକି ଯୀଶୁଙ୍କ ନାମ
ସଦା ପ୍ରଭୁ ଦିଆଗଲା ନାହିଁ? ଏଇ ପ୍ରକାର ପ୍ରଶ୍ନ ଆସିପାରେ, ଏଇ ପ୍ରକାର ପ୍ରଶ୍ନ ଉଠିପାରେ। ବର୍ତ୍ତମାନ ଆମେ ଦେଖିବା ଯୀଶୁଙ୍କ ନାମ। ଯୀଶୁଙ୍କ ନାମ କି ପ୍ରକାର ଦିଆଯାଇଥିଲା ସେ ବିଷୟରେ ଆମେ ଦେଖିବା। ମାଥ୍ୟୁ 1:18 ଏଠାରେ ଲେଖାଯାଏ, ତାହାଙ୍କ ମାତା ମରିୟମଙ୍କର ଯୋସେଫଙ୍କ ସହିତ ବିବାହ ନିର୍ବନ୍ଧ ହେଲା ପରେ ସେମାନେ ସହବାସ ପୂର୍ବେ ସେ ପବିତ୍ର ଆତ୍ମାଙ୍କ କର୍ତ୍ତୃତ୍ୱ ଗର୍ଭବତୀ ହୋଇଅଛନ୍ତି ବୋଲି ଜଣା ପଡ଼ିଲା। ତେବେ ଏଇ ଘଟଣା ଆମେ ସମସ୍ତେ ଜାଣିଛୁ ଯେ ମରିୟମ ଆଉ ଯୋସେଫ ସେମାନଙ୍କର ବିବାହ ନିର୍ବନ୍ଧ ହେଲା ପରେ ଆଉ ସହବାସ ପୂର୍ବେ ମରିୟମ ପବିତ୍ର ଆତ୍ମାଙ୍କ ଦ୍ୱାରା ଗର୍ଭବତୀ ହେଇଛନ୍ତି। ଆଉ ଏ ବିଷୟ ଜଣା ପଡ଼ିଲା। ଆଉ ଏଟା ଯେତେବେଳେ ଜଣା ପଡ଼ିଲା, ଯୋସେଫ କଣ କଲେ, ତାଙ୍କୁ ଗୋପନରେ ପରିତ୍ୟାଗ କରିବା ପାଇଁ ସ୍ଥିର କଲେ। ଆଉ ସେ ଯେତେବେଳେ ଏଇ ବିଷୟ ମନସ୍ଥ କଲେ, ପ୍ରଭୁଙ୍କର ଜଣେ ଦୂତ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ହେ ଦାଉଦଙ୍କ ସନ୍ତାନ ଯୋସେଫ, ତୁମର ଭାର୍ଯ୍ୟା ମରିୟମକୁ ଗ୍ରହଣ କରିବାକୁ ଭୟ କର ନାହିଁ, କାରଣ ତାହାର ଗର୍ଭ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ହୋଇଅଛି। ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ। ଭଲ ଭାବରେ ଧ୍ୟାନ ଦେବେ, ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ। ତେବେ ଏଠାରେ ମଧ୍ୟ ଆମେ ଦେଖିବାକୁ ପାଉ ଯେ ଯିଏ ପବିତ୍ର ଆତ୍ମାଙ୍କ କର୍ତ୍ତୃକ ଗର୍ଭବତୀ ହୋଇଛନ୍ତି ଆଉ ଯେ ଜନ୍ମ ଦଉଛନ୍ତି, ଯୋଉ ପୁତ୍ର ସନ୍ତାନ ହେବେ, ତାହାଙ୍କ ନାମ ଯୀଶୁ ଦିଆଯିବ। ସଦାପ୍ରଭୁ ଦିଆଯିବ ଲେଖାଯାଉ ନାହିଁ, କିନ୍ତୁ କଣ ଲେଖାଯାଉଛି, ତାହାଙ୍କ ନାମ ଯୀଶୁ ଦିଆଯିବ। ବର୍ତ୍ତମାନ ଆମେ ଦେଖିବା ସେ ଯୀଶୁ ନାମର ଅର୍ଥ କଣ। ଯୀଶୁ ଅର୍ଥ କଣ ଆମେ ଚିନ୍ତା କରିବା। ଯୀଶୁ ଶବ୍ଦକୁ ଏବ୍ରି ଭାଷାରେ ୟେଶୁଆ ବୋଲି କୁହାଯାଏ। ମନେ ରଖିବା, ଯୀଶୁ ଶବ୍ଦକୁ ଏବ୍ରି ଭାଷାରେ ୟେଶୁଆ ବୋଲି କୁହାଯାଏ। ଆଉ ୟେଶୁଆ ଅର୍ଥ ହଉଛି ସଦା ପ୍ରଭୁ ରକ୍ଷା କିମ୍ବା ଉଦ୍ଧାର କରନ୍ତି। ୟେଶୁଆ ଶବ୍ଦର ଅର୍ଥ ହଉଛି ଯେ ସଦା ପ୍ରଭୁ ରକ୍ଷା କିମ୍ବା ଉଦ୍ଧାର କରନ୍ତି। ଅନ୍ୟ ଭାବରେ କହିଲେ ୟେଶୁଆ ଶବ୍ଦର ଅର୍ଥ ହଉଛି ସଦା ପ୍ରଭୁ ପରିତ୍ରାଣ କରନ୍ତି। ଆଉ ଯଦି ଆମେ ବାଇବଲରେ ପଢୁ ଯିଶାୟ 43:11 ଏଇ ପଦ ଦ୍ୱାରା ଆମେ ସ୍ପଷ୍ଟ ଜାଣିପାରୁ ଯେ ସଦା ପ୍ରଭୁ ହିଁ ଉଦ୍ଧାରକର୍ତ୍ତା ଅଟନ୍ତି। ଯିଶାୟ 43:11 ଆମେ ଦେଖିବାକୁ ପାଉ ଯେ ସଦା ପ୍ରଭୁ ହିଁ ଉଦ୍ଧାରକର୍ତ୍ତା ଅଟନ୍ତି। ତେବେ ଯୀଶୁ ଶବ୍ଦର ଅର୍ଥ ଆମେ ଦେଖୁଛୁ ସଦା ପ୍ରଭୁ ରକ୍ଷା କିମ୍ବା ଉଦ୍ଧାର କରନ୍ତି। ଆଉ ବାଇବଲ କହେ ସଦା ପ୍ରଭୁ ହିଁ ଉଦ୍ଧାରକର୍ତ୍ତା ଅଟନ୍ତି। ଆଉ ଆମେ ଦେଖିଲୁ ମାଥ୍ୟୁ 1:21 ଲେଖାଯାଏ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ସଦାପ୍ରଭୁ ହୋଇ ଉଦ୍ଧାରକର୍ତ୍ତା, ସଦାପ୍ରଭୁ ହୋଇ ପରିତ୍ରାଣ କର୍ତ୍ତା। ତାପରେ ସେ ଯେତେବେଳେ ଯୀଶୁଙ୍କୁ ନାମ ଦିଆଯାଉଛି, ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ଲେଖାଯାଉଛି ଯେ ଯୀଶୁଖ୍ରୀଷ୍ଟ ସମସ୍ତ ପାପରୁ ପରିତ୍ରାଣ କରିବେ, ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଉଦ୍ଧାର କରିବେ। ଏଠି ଆମେ ଜାଣିପାରୁଛୁ ଯୀଶୁଖ୍ରୀଷ୍ଟ ପରିତ୍ରାଣ କରୁଛନ୍ତି। ଯୀଶୁ ଶବ୍ଦର ନା ଅର୍ଥ ଆମେ ଦେଖିଲୁ ସଦାପ୍ରଭୁ ରକ୍ଷା କିମ୍ବା ଉଦ୍ଧାର କରନ୍ତି। ବାଇବଲ କହେ ସଦାପ୍ରଭୁ ହିଁ ଉଦ୍ଧାରକର୍ତ୍ତା। ଆଉ ଏଠି ଲେଖାଯାଉଛି ଯୀଶୁ ସମସ୍ତ ପାପରୁ ପରିତ୍ରାଣ କରିବେ। ଯଦି ଆମେ ସାଧାରଣ ଭାବରେ ଦେଖିବା, ଯୀଶୁ ହିଁ ସଦାପ୍ରଭୁ ଅଟନ୍ତି। ଯେହେତୁ ସେ ଆମମାନଙ୍କୁ ଉଦ୍ଧାର କରୁଛନ୍ତି, ଯେହେତୁ ସେ ଆମମାନଙ୍କୁ ପରିତ୍ରାଣ କରୁଅଛନ୍ତି। ଆଉ ବାଇବଲ ଲେଖାଯାଏ ସଦାପ୍ରଭୁ ହିଁ ଉଦ୍ଧାରକର୍ତ୍ତା ଅଟନ୍ତି। ତେବେ ଆମେ ଦେଖିଲୁ ପରମେଶ୍ୱରଙ୍କ ନାମ ସଦାପ୍ରଭୁ। ତେବେ ସେଇ ସଦାପ୍ରଭୁ ନାମ ଯୀଶୁଙ୍କୁ କାହିଁକି ଦିଆଗଲା ନାହିଁ? ଆମେ ଯୋଉଟା ଦେଖୁଛୁ, ବର୍ତ୍ତମାନ ଯୋଉ ଦେଖୁଛୁ, ଯୀଶୁ ନାମର ଅର୍ଥ ସଦାପ୍ରଭୁ ରକ୍ଷା କରନ୍ତି। ଆଉ ସଦାପ୍ରଭୁ ହିଁ ଉଦ୍ଧାରକର୍ତ୍ତା। ଆଉ ଲେଖାଯାଉଛି ଯେ ଯୀଶୁ ସମସ୍ତ ପାପରୁ ପରିତ୍ରାଣ କରିବେ, ସମସ୍ତଙ୍କୁ ସେ ଉଦ୍ଧାର କରିବେ, ଅର୍ଥାତ୍ ଯୀଶୁ ଖ୍ରୀଷ୍ଟ ହିଁ ସଦାପ୍ରଭୁ ଅଟନ୍ତି। ବର୍ତ୍ତମାନ ଆମେ ଆଗକୁ ଦେଖିବା ସଦାପ୍ରଭୁ ଯୀଶୁଖ୍ରୀଷ୍ଟ ସଦାପ୍ରଭୁ ହିଁ ଅଟନ୍ତି। ଆମେ ଦେଖିବା ସେ ଯାତ୍ରା ପୁସ୍ତକରେ ଲେଖାଗଲା ଯେ ଆମ୍ଭେ ଯେ ଅଛୁ ସେ ଅଛୁ। ପୁଣି ଲେଖାଗଲା ଅବ୍ରାହମର ପରମେଶ୍ୱର ଓ ଇସାକର ପରମେଶ୍ୱର ଓ ଯାକୁବର ପରମେଶ୍ୱର ଯେ ସଦାପ୍ରଭୁ ସ୍ୱୟଂଭୂ। ପୁଣି ଆଉ ଗୋଟେ ବିଷୟ ଲେଖାଗଲା ଯେ ଆମ୍ଭର ଏହି ନାମ ଅନନ୍ତ କାଳସ୍ଥାୟୀ, ପୁଣି ପୁରୁଷାନୁକ୍ରମେ ସ୍ମରଣୀୟ ହେବ। ଏହା ସଦାପ୍ରଭୁଙ୍କର ବିଷୟରେ ଯୋଉ ଲେଖାଯାଇଛି। ମାନେ ଯେତେବେଳେ ମୋଶା ପଚାରିଲେ ଆପଣଙ୍କ ନାମ କଣ ବା ଈଶ୍ୱରଙ୍କର ନାମ କଣ, ସେ ଏଇ ଯେତେବେଳେ ପରିଚୟ ଦେଲେ, ଏଇ ସବୁ ବିଷୟ ଆମେ ଦେଖିବାକୁ ପାଉଛୁ। ତେବେ ଯଦି ଆମେ ଯୀଶୁଙ୍କ ବିଷୟରେ ଆମେ ଦେଖିବା, ତେବେ ଲେଖାଯାଉଛି ପ୍ରେରିତ 2:34 ଆଉ 36, ଯେତେବେଳେ ପେଣ୍ଟିକୋଷ୍ଟ ଦିବସରେ ପିତର ସେ ବକ୍ତବ୍ୟ ଦଉଛନ୍ତି, ସେ କହିଲେ କାରଣ ଦାଉଦ ସ୍ୱର୍ଗାରୋହଣ କରିନଥିଲେ, କିନ୍ତୁ ସେ ନିଜେ କହନ୍ତି, ଦାଉଦ କଣ କହନ୍ତି, ପ୍ରଭୁ ମୋହର ପ୍ରଭୁଙ୍କୁ କହିଲେ। କଣ ବୋଲି କହିଲେ? ଆମ୍ଭେ ଯେ ପର୍ଯ୍ୟନ୍ତ ତୁମ୍ଭର ଶତ୍ରୁମାନଙ୍କୁ ତୁମ୍ଭର ପାଦପୀଠ କରିନାହୁଁ, ସେ ପର୍ଯ୍ୟନ୍ତ ଆମର ଦକ୍ଷିଣରେ ବସିଥାଅ। ଅତଏବ ସମସ୍ତ ଇସ୍ରାଏଲ କୁଳ ନିଶ୍ଚୟ ଜାଣନ୍ତୁ ଯେ ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ, ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ
କରିଅଛନ୍ତି। ତେବେ ଏଇ ପଦରେ ଆମେ ଦେଖିବାକୁ ପାଉଛୁ ବା ପିତର ଏଠାରେ କହୁଛନ୍ତି ଯେ ଯେଉଁ ଯୀଶୁଙ୍କୁ ଆପଣମାନେ କ୍ରୁଶରେ ବଧ କଲେ ତାହାଙ୍କୁ ଈଶ୍ୱର ପ୍ରଭୁ ଓ ଖ୍ରୀଷ୍ଟ ଉଭୟ ପଦରେ ନିଯୁକ୍ତ କରିଅଛନ୍ତି। ବା ଅନ୍ୟ ଭାବରେ କହିଲେ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ଓ ଖ୍ରୀଷ୍ଟ ପଦରେ ନିଯୁକ୍ତ କରିଅଛନ୍ତି। ତେବେ ଆମେ ଯେତେବେଳେ ଦେଖୁଛୁ ଯୀଶୁ ସଦା ପ୍ରଭୁ, ଆମେ ଏଭ୍ରି ଯେତେବେଳେ ଆମେ ପଢୁ ଆମେ ସ୍ପଷ୍ଟ ହେଇଯିବୁ। ଏଭ୍ରି 1 ପର୍ବର 8 ପଦରେ ଏହି ପ୍ରକାର ଲେଖାଯାଏ, ଅନ୍ୟ ପକ୍ଷରେ ସେ ପୁତ୍ରଙ୍କ ବିଷୟରେ କହନ୍ତି, ହେ ଈଶ୍ୱର ତୁମ୍ଭର ସିଂହାସନ ଅନନ୍ତ କାଳ ସ୍ଥାୟୀ। ପୁତ୍ରଙ୍କ ବିଷୟରେ ଲେଖାଯାଉଛି ଏଠାରେ, ଆଉ ଈଶ୍ୱର କହୁଛନ୍ତି ହେ ଈଶ୍ୱର, ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ବୋଲି କୁହାଯାଉଛି, ତୁମ୍ଭର ସିଂହାସନ ଅନନ୍ତ କାଳ ସ୍ଥାୟୀ। ପୁଣି ଲେଖାଗଲା, ପୁଣି ନ୍ୟାୟର ଦଣ୍ଡ ତୁମ୍ଭର ରାଜଦଣ୍ଡ ଅଟେ, ତୁମ୍ଭେ ଧାର୍ମିକତାକୁ ପ୍ରେମ କରିଅଛ ଓ ଅଧାର୍ମିକତାକୁ ଘୃଣା କରିଅଛ। ତେଣୁ ଈଶ୍ୱର ତୁମ୍ଭର ସଙ୍ଗୀମାନଙ୍କ ଅପେକ୍ଷା ତୁମକୁ ଅଧିକ ଆନନ୍ଦ ରୂପ ତୈଳରେ ଅଭିଷିକ୍ତ କରିଅଛନ୍ତି। ତେବେ ଏଠି ଆମେ ଦେଖୁଛୁ ପୁତ୍ରଙ୍କୁ କୁହାଯାଉଛି ହେ ଈଶ୍ୱର ବୋଲି କୁହାଯାଉଛି। ତେବେ ଏଠି ଆମେ ଜାଣିପାରୁଛୁ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ବୋଲି କୁହାଯାଉଛି। ପୁଣି 10 ପଦ ଆମେ ଦେଖୁଛୁ ଲେଖାଯାଉଛି, ଆହୁରି ହେ ପ୍ରଭୁ ପୁତ୍ରଙ୍କ ବିଷୟରେ ଲେଖାଯାଉଛି। କଣ ବୋଲି କହୁଛନ୍ତି ଈଶ୍ୱର ପୁତ୍ରଙ୍କ ବିଷୟରେ, ହେ ପ୍ରଭୁ ତୁମ୍ଭେ ଆରମ୍ଭରେ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛ, ପୁଣି ଆକାଶ ମଣ୍ଡଳ ତୁମ୍ଭ ହସ୍ତକୃତ କର୍ମ, ସେଇ ସବୁ ବିନଷ୍ଟ ହେବ, କିନ୍ତୁ ତୁମ୍ଭେ ନିତ୍ୟ ସ୍ଥାୟୀ। ଏଇ ପଦକୁ ଆମେ ଧ୍ୟାନ ଦେବା, ତୁମ୍ଭେ ନିତ୍ୟ ସ୍ଥାୟୀ। ମାନେ ଏଠି ଲେଖାଯାଉଛି ଯେ ହେ ପ୍ରଭୁ, ଆଉ ସେଇ ପ୍ରଭୁ କଣ ଅଟନ୍ତି, ନିତ୍ୟ ସ୍ଥାୟୀ ଅଟନ୍ତି। ଏଠି ଲେଖାଗଲା, ଆଉ ସେଇ ସବୁ ବସ୍ତ୍ର ପରି ଜୀର୍ଣ୍ଣ ହୋଇଯିବ, ପୁଣି ତୁମ୍ଭେ ଚାଦର ପରି, ହଁ ବସ୍ତ୍ର ପରି ସେ ସବୁ ଗୁଡାଇବ, ଆଉ ସେଇ ସବୁ ପରିବର୍ତ୍ତିତ ହେବ, କିନ୍ତୁ ତୁମ୍ଭେ ସର୍ବଦା ସମାନ, ପୁଣି ତୁମ୍ଭର ବର୍ଷ ସମୂହ ଶେଷ ହେବ ନାହିଁ। ସେଇ ପ୍ରଭୁ ବିଷୟରେ କୁହାଯାଉଛି, ସେ ପୁତ୍ରଙ୍କ ବିଷୟରେ କୁହାଯାଉଛି। ଯୋଉ ପୁତ୍ରଙ୍କୁ ପ୍ରଭୁ ବୋଲି କହିଲେ, ଯୋଉ ପୁତ୍ରଙ୍କୁ ଈଶ୍ୱର ବୋଲି କହିଲେ, ତାଙ୍କ ବିଷୟରେ କୁହାଯାଉଛି। ତେବେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ଯୋଉ ଲେଖାଯାଉଛି ସେ ପ୍ରଭୁ ଅଟନ୍ତି, ହେ ପ୍ରଭୁ ବୋଲି କୁହାଯାଉଛି। ଆଉ ସେ କେମିତି ପ୍ରଭୁ ଲାଗୁଛି, ସେଇ ପ୍ରଭୁ ଯିଏକି ନିତ୍ୟ ସ୍ଥାୟୀ, ସେ ସର୍ବଦା ସମାନ ଅଟନ୍ତି। ଯଦି ସାଧାରଣ ଭାବରେ କହିବା, ସେ ଅପରିବର୍ତ୍ତିତ ଅଟନ୍ତି। ତାର ସେଇ ଏଭ୍ରି ପୁସ୍ତକ ଯଦି ଆମେ ଦେଖିବୁ, ଆମେ ଜାଣିପାରିବୁ 13 ପର୍ବର 8 ପଦରେ ଲେଖାଯାଏ ଯେ ଯୀଶୁ ଖ୍ରୀଷ୍ଟ କାଲି, ଆଜି ଓ ଚିରକାଳ ସମାନ ଅଟନ୍ତି। ଯୀଶୁ ଖ୍ରୀଷ୍ଟଙ୍କୁ କୁହାଗଲା ଏଭ୍ରି 1 ପର୍ବରେ ହେ ପ୍ରଭୁ ବୋଲି, ଆଉ ଲେଖାଗଲା ତୁମେ ନିତ୍ୟ ସ୍ଥାୟୀ, ତୁମେ ସର୍ବଦା ସମାନ। ଆଉ ସେଇ ଠିକ ବିଷୟ ଏଭ୍ରି ପୁସ୍ତକ 13 ପର୍ବର 8 ପଦରେ ମଧ୍ୟ ଲେଖାଯାଉଛି, ଆଜି କାଲି ଚିରକାଳ ସମାନ ଅଟନ୍ତି। ଯୀଶୁଖ୍ରୀଷ୍ଟ ସେଇ ପ୍ରଭୁ ଯେ କି ସବୁବେଳେ ସମାନ ଅଟନ୍ତି। ତେବେ ଅନ୍ୟ ଭାବରେ ଯଦି କହିବା, ଯୀଶୁ ହିଁ ସଦା ପ୍ରଭୁ ଅଟନ୍ତି, ଯୀଶୁ ହିଁ ସର୍ବଦା ସମାନ ରହିଥିବା ପ୍ରଭୁ ଅଟନ୍ତି। ଆଉ ସଦା ପ୍ରଭୁ କାହାର ନାମ, ଈଶ୍ୱରଙ୍କ ନାମ। ତେବେ ଯୀଶୁ ହିଁ ଈଶ୍ୱର ଅଟନ୍ତି। ଏଠି ଆମେ ଦେଖୁଛୁ ଯେ ଯୀଶୁଙ୍କୁ ପ୍ରଭୁ ବୋଲି କୁହାଯାଉଛି। ଯୀଶୁଙ୍କ ବିଷୟରେ କୁହାଯାଉଛି ଚିରସ୍ଥାୟୀ ତାଙ୍କ ନାମ ହବ, ବା ସେ ଚିରସ୍ଥାୟୀ ରହିବେ, ସର୍ବଦା ସମାନ ରହିବେ। ଆଉ ଲେଖାଗଲା ଶେଷରେ ଯୀଶୁ ଖ୍ରୀଷ୍ଟ କାଲି, ଆଜି, ଚିରକାଳ ସମାନ ଅଟନ୍ତି। ତେବେ ଯୀଶୁ ହିଁ ସଦା ପ୍ରଭୁ, ସବୁବେଳେ ସେ ପ୍ରଭୁ ଅଟନ୍ତି। ଆଉ ଯୀଶୁ ହିଁ ଈଶ୍ୱର, ଯେହେତୁ ଈଶ୍ୱରଙ୍କର ନାମ ସଦା ପ୍ରଭୁ ଅଟେ। ତେବେ ଏଇ ପ୍ରକାର ଆମେ ଦେଖିପାରୁଛୁ ଯେ ଯୀଶୁ କି ପ୍ରକାର ଈଶ୍ୱର ବୋଲି ବାଇବଲରେ ଉଲ୍ଲେଖ କରାଯାଇଛି। ପୁଣି ଆମେ ଦେଖିବା ଯୀଶୁଙ୍କ ବିଷୟରେ। ଯେତେବେଳେ ଯୀଶୁ ସେବା କାର୍ଯ୍ୟ କରୁଥିଲେ, ସେ ସମୟରେ ଗୋଟେ ସମୟ ଆସିଲା, ସେଇ ସମୟରେ ସେ କଥାବାର୍ତ୍ତା କରୁଛନ୍ତି ଯହୁଦୀ ମାନଙ୍କ ସହିତ। ଆଉ ସେ ସମୟରେ ଏଇ ଘଟଣା ଆମେ ଦେଖିବାକୁ ପାଉଛୁ। ଯୋହନ 8 ପର୍ବର 57 ଆଉ 59 ପଦ ପର୍ଯ୍ୟନ୍ତ ଆମେ ଦେଖିବା। ସେଠି ଲେଖାଯାଏ, ସେଥିରେ ଯହୁଦୀ ମାନେ ତାହାଙ୍କୁ କହିଲେ, ତୁମ୍ଭେ ତ ଏଯାଏ 50 ବର୍ଷ ହୋଇନାହିଁ, ତୁମ୍ଭେ କଣ ଅବ୍ରାହ୍ମକୁ ଦେଖିଅଛ? ଏଠାରେ ଯହୁଦୀ ମାନେ କହୁଛନ୍ତି, ତୁମ୍ଭକୁ ତ ଏଯାଏ 50 ବର୍ଷ ହୋଇନାହିଁ, ତୁମ୍ଭେ କଣ ଅବ୍ରାହ୍ମକୁ ଦେଖିଅଛ? ଯୀଶୁ ସେମାନଙ୍କୁ କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଅବ୍ରାହ୍ମଙ୍କ ଜନ୍ମ ପୂର୍ବରୁ ମୁଁ ଅଛି। ଏଇ ଯୋଉ ମୁଁ ଅଛି ବୋଲି ଲେଖାଯାଇଛି, ଆମେ ଦେଖିଥିଲୁ ଈଶ୍ୱରଙ୍କର ନାମ ଆମ୍ଭେ ଅଛୁ। ଯାତ୍ରା ପୁସ୍ତକ ଦେଖିଲୁ ଆମ୍ଭେ ଅଛୁ। ଆଉ ସେ ସେମ୍ ବିଷୟ ଯୀଶୁ ଖ୍ରୀଷ୍ଟ ମଧ୍ୟ ବ୍ୟବହାର କରୁଛନ୍ତି, ମୁଁ ଅଛି। ତେବେ ଏଇ ଦ୍ୱାରା ମଧ୍ୟ ଆମେ ଜାଣିପାରୁଛୁ ଯେ ଯୀଶୁ ଈଶ୍ୱର ଅଟନ୍ତି, ଯେହେତୁ ସେ ଈଶ୍ୱରଙ୍କର ନାମକୁ ବ୍ୟବହାର କରୁଛନ୍ତି। ତେବେ ଯେତେବେଳେ ଜଣେ ଲୋକ ବା ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରନ୍ତି, ସେମାନେ ଯେତେବେଳେ ପଢିଲେ ସେମାନେ ଭାବିବେ ଏଇଟା ସାଧାରଣ ମୁଁ ଅଛି ବୋଲି ସେମାନେ ଭାବିବେ। କିନ୍ତୁ ଯେତେବେଳେ ଆମେ ତା ପରବର୍ତ୍ତୀ ପଦ ପଢୁ, ଏଠାରେ ଲେଖାଯାଏ, ସେଥିରେ ସେମାନେ ତାହାଙ୍କ ଉପରକୁ ଫୋପାଡ଼ିବା ନିମନ୍ତେ ପଥର ଉଠାଇଲେ, କିନ୍ତୁ ଯୀଶୁ ଗୋପନରେ ମନ୍ଦିରରୁ ବାହାରି ଗଲେ। ତେବେ ଏଠାରେ ଆମେ ଚିନ୍ତା କରିବା
ଯୀଶୁ ଯୋଉ ମୁଁ ଅଛି ବୋଲି କହିଲେ ଏଇଟା ଯଦି ସାଧାରଣ ମୁଁ ଅଛି ହୋଇଥାନ୍ତା ତେବେ କାହିଁକି ଯିହୁଦୀ ମାନେ ତାଙ୍କୁ ପଥର ଫୋପାଡ଼ିବା ନିମନ୍ତେ ପ୍ରସ୍ତୁତ ହେଲେ? ମୁଁ ପୁଣି ଥରେ କହିବା ପାଇଁ ଇଚ୍ଛା କରିବି, ଯୀଶୁ ଯୋଉ ମୁଁ ଅଛି ବୋଲି କହିଲେ ଏଇଟା ଯଦି ସାଧାରଣ ମୁଁ ଅଛି ହୋଇଥାନ୍ତା ତେବେ କାହିଁକି ଯିହୁଦୀ ମାନେ ପଥର ଫୋପାଡ଼ିବା ପାଇଁ ପ୍ରସ୍ତୁତ ହେଲେ? ଯେହେତୁ ଯିହୁଦୀ ମାନେ ବୁଝିଗଲେ ଯେ ମୁଁ ଅଛି ଏଇ ଯୋଉ ନାମ ହଉଛି ଈଶ୍ୱରଙ୍କର ନାମ, ଆଉ ସେମାନେ ଦେଖିଲେ ଯୀଶୁ ଖ୍ରୀଷ୍ଟ ସେ ଦାବି କରୁଛନ୍ତି ମୁଁ ଅଛି, ବା ସେ କହୁଛନ୍ତି ଈଶ୍ୱରଙ୍କର ନାମକୁ ସେ ଦାବି କରୁଛନ୍ତି, ବା ମୁଁ ଈଶ୍ୱର ବୋଲି ସେ କହୁଛନ୍ତି। ସେ ଯେତେବେଳେ ମୁଁ ଈଶ୍ୱର କହିଲେ ଯିହୁଦୀ ମାନେ ତାଙ୍କୁ ଈଶ୍ୱର ନିନ୍ଦା କରୁଅଛି ବୋଲି ପଥର ଉଠାଉଛନ୍ତି ଫୋପାଡ଼ିବା ନିମନ୍ତେ। ତେବେ ଏଠାରେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କର ନାମ ଯାହାକି ଆମ୍ଭେ ଅଛୁ, ଆମ୍ଭେ ଯେ ଅଛୁ ସେ ଅଛୁ ସଦାପ୍ରଭୁ, ସେଇ ନାମ ସେ ବ୍ୟବହାର କରୁଛନ୍ତି। ଏଥିରୁ ମଧ୍ୟ ଆମେ ଜାଣିପାରୁଛୁ ଯେ ଯୀଶୁ ହିଁ ସଦାପ୍ରଭୁ ଅଟନ୍ତି। ଆମେ ଦେଖିଲୁ ଯେ ସଦାପ୍ରଭୁ ନାମ ଯୀଶୁଙ୍କ ନାମ ସହିତ ସମାନ ଅଛି। ବର୍ତ୍ତମାନ ଆମେ ଦେଖୁଛୁ ଯେ ଈଶ୍ୱରଙ୍କର ଯୋଉ ନାମ ସଦାପ୍ରଭୁ ସେଇଟା ଏଠାରେ ଯୀଶୁ ମଧ୍ୟ ଦାବି କରୁଛନ୍ତି। ଯେ ତେବେ ଏଇସବୁ ବିଷୟରେ ଆମେ ଜାଣିପାରୁଛୁ ଯେ ଯୀଶୁ ହିଁ ସଦାପ୍ରଭୁ ଅଟନ୍ତି। ପୁଣି ଆମେ ଆଗକୁ ଯିବା, ଈଶ୍ୱରଙ୍କର ଗୌରବ এই ବିଷୟ ମଧ୍ୟ ଆମକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆମକୁ ଜାଣିବା ନିମନ୍ତେ। ଈଶ୍ୱରଙ୍କ ଗୌରବ ବାଇବଲରେ ସ୍ପଷ୍ଟ ଭାବେ ଲେଖାଯାଏ ଯିଶାୟା 42:8 ଆମ୍ଭେ ସଦାପ୍ରଭୁ ଏହି ଆମ୍ଭର ନାମ, ପୁଣି ଆମ୍ଭେ ଆପଣା ଗୌରବ ଅନ୍ୟକୁ କିମ୍ବା ଆପଣା ପ୍ରଶଂସା ଖୋଦିତ ପ୍ରତିମା ଗଣକୁ ଦେବୁ ନାହିଁ। ଏଠାରେ ଯିଶାୟ କହୁଛନ୍ତି ବା ପରମେଶ୍ୱର କହୁଛନ୍ତି ଯିଶାୟ ପୁସ୍ତକରେ ଆମ୍ଭେ ସଦାପ୍ରଭୁ ଏହି ଆମ୍ଭର ନାମ, ଆଉ ପରମେଶ୍ୱର କହୁଛନ୍ତି ଆମ୍ଭେ ଆପଣା ଗୌରବ ଅନ୍ୟକୁ କିମ୍ବା କୌଣସି ଖୋଦିତ ପ୍ରତିମା ଗଣକୁ ଦେବୁ ନାହିଁ। ତ ପରମେଶ୍ୱର ନିଜର ଗୌରବକୁ କାହାକୁ ସେ ଦିଅନ୍ତି ନାହିଁ। ଆମେ ଯେ ଆଉ ଗୋଟେ ପଦ ପଢିବା ତେବେ ସ୍ପଷ୍ଟ ଭାବରେ ବୁଝିପାରିବା। ଏଟା ଲେଖାଯାଏ ଯାତ୍ରା 34 ପର୍ବର 14 ପଦରେ, ଯେହେତୁ ତୁମ୍ଭେ ଅନ୍ୟ କୌଣସି ଦେବତାକୁ ପ୍ରଣାମ କରିବ ନାହିଁ, କାରଣ ସଦାପ୍ରଭୁଙ୍କ ନାମ ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ, ସେ ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟନ୍ତି। ତ ପରମେଶ୍ୱର ନିଜର ଗୌରବକୁ ସେ ରକ୍ଷଣ କରନ୍ତି। ସେ ନିଜର ଗୌରବ ସେ କାହାକୁ ଦିଅନ୍ତି ନାହିଁ, ସେ ନିଜର ଗୌରବ ନିଜ ପାଖରେ ହିଁ ସେ ରଖନ୍ତି। ଆଉ ଗୋଟେ ଯଦି ପଦ ପଢିବା ଆମେ ଜାଣିପାରିବା, ଏଟା ଲେଖାଯାଉଛି ଆମ୍ଭେ ଆପଣା ସକାଶୁ କେବଳ ଆପଣା ସକାଶୁ ତାହା କରିବା, କାରଣ ଆମ୍ଭର ନାମ କାହିଁକି ଅପବିତ୍ରକୃତ ହେବ, ପୁଣି ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ। ଯିଶାୟ 48:11 ଲେଖାଯାଉଛି ଯେ ଆମ୍ଭେ ଆପଣା ଗୌରବ ଅନ୍ୟକୁ ଦେବା ନାହିଁ। ତେବେ ଏଇ ପଦ ସବୁରୁ ଆମେ ଜାଣିପାରୁଛୁ ପରମେଶ୍ୱର ନିଜର ଗୌରବ କାହାକୁ ଦିଅନ୍ତି ନାହିଁ, ନିଜର ଗୌରବକୁ ସେ ରକ୍ଷା କରନ୍ତି। ଆମେ ଏଠି ଜାଣିପାରୁଛୁ ଗୋଟେ ପରମେଶ୍ୱରଙ୍କ ବିଷୟ, ସେ ନିଜର ଗୌରବ କାହାକୁ ସେ ଦିଅନ୍ତି ନାହିଁ। ଯଦି ଆମେ ସେଇ ବିଷୟକୁ ଆମେ ଦେଖିବା ନୂତନ ନିୟମରେ, ଏଠାରେ ଆମେ ଦେଖିବାକୁ ପାଉଛୁ ଯୋହନ 17:5 ଲେଖାଯାଏ ଯୀଶୁ କହୁଛନ୍ତି ଆଉ ଏବେ ହେ ପିତା, ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯୋଉ ମହିମା ଥିଲା ତଦ୍ୱାରା ତୁମ୍ଭେ ମତେ ତୁମ୍ଭ ସହିତ ମହିମାନ୍ୱିତ କର। ଏଇ ପଦରେ ଯୀଶୁ କହୁଛନ୍ତି ପିତା ଈଶ୍ୱରଙ୍କୁ, ସେ କହୁଛନ୍ତି ଜଗତର ସୃଷ୍ଟି ପୂର୍ବେ ତୁମ୍ଭ ସହିତ ମୋହର ଯୋଉ ମହିମା ଥିଲା। ମାନେ ଏଠି ଯୋଉ ଦେଖୁଛୁ ପରମେଶ୍ୱର ନିଜର ଗୌରବ କାହାକୁ ଦିଅନ୍ତି ନାହିଁ, କିନ୍ତୁ ଏଠାରେ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଯେ ପିତାଙ୍କୁ ଜଗତର ସୃଷ୍ଟି ପୂର୍ବେ ତୁମ ସହିତ ମୋର ଯୋଉ ମହିମା ଥିଲା, ଯୋଉ ଗୌରବ ଥିଲା, ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ସେଇ ଗୌରବ ଅଛି, ଯୋଉ ଗୌରବ ପରମେଶ୍ୱର କାହାକୁ ଦିଅନ୍ତି ନାହିଁ। ତାପରେ ସେଇ ଯୋହନ 17:24 ପଦରେ ଯଦି ଦେଖୁ, ସେଠାରେ ମଧ୍ୟ ଲେଖାଯାଏ ହେ ପିତା, ତୁମ୍ଭେ ମତେ ଯୋଉମାନଙ୍କୁ ଦେଇଅଛ, ମୁଁ ଯେଉଁଠାରେ ଥାଏ ସେମାନେ ମଧ୍ୟ ଯେପରି ସେଠାରେ ମୋହର ସହିତ ରହିବେ, ଓ ଜଗତର ପତନ ପୂର୍ବେ ତୁମ୍ଭେ ମତେ ପ୍ରେମ କରିଥିବାରୁ ମତେ ଯେଉଁ ମହିମା ଦେଇଅଛ, ମୋହର ସେଇ ମହିମା ସେମାନେ ଯେପରି ଦେଖିବେ, ଏହା ମୋହର ଇଚ୍ଛା। ତେବେ ପରମେଶ୍ୱରଙ୍କର ଯୋଉ ଗୌରବ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ମଧ୍ୟ ଅଛି। ଆମେ ଦେଖିଲୁ ପରମେଶ୍ୱର ନିଜର ଗୌରବ କାହାକୁ ଦିଅନ୍ତି ନାହିଁ, କିନ୍ତୁ ଏଇ ପିତା ଈଶ୍ୱରଙ୍କର ଯୋଉ ଗୌରବ ଯୀଶୁ ଖ୍ରୀଷ୍ଟଙ୍କ ପାଖରେ ଅଛି। ଆଉ କେବେ ଅଛି? ଜଗତର ସୃଷ୍ଟି ପୂର୍ବରୁ ସେ ଗୌରବ, ସେଇ ମହିମା ଅଛି, ପିତା ଈଶ୍ୱର ତାଙ୍କୁ ଦେଇ ଅଛନ୍ତି। କାହିଁକି ପିତା ଈଶ୍ୱରଙ୍କର ଗୌରବ ପୁତ୍ରଙ୍କ ନିକଟରେ ଅଛି ବା ଯୀଶୁଙ୍କ ନିକଟରେ ଅଛି? ଯେହେତୁ ଯୀଶୁ ଈଶ୍ୱର ଅଟନ୍ତି। ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ଆମେ ଦେଖିଲୁ ଯେ ଈଶ୍ୱର ନିଜର ଗୌରବ କାହାକୁ ଦିଅନ୍ତି ନାହିଁ, କିନ୍ତୁ ଏଠାରେ ଦେଖୁଛୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି। ତାର ଅର୍ଥ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଅଟନ୍ତି, ସେଥିପାଇଁ ତାଙ୍କ ନିକଟରେ ସେଇ ଗୌରବ ଅଛି ଯେ ଯୀଶୁ ଈଶ୍ୱର
ଅଟନ୍ତି। ପୁଣି ଆଉ ଗୋଟେ ବିଷୟ ଦେଖିବା, ଈଶ୍ୱରଙ୍କୁ ପ୍ରଣାମ କରିବା, ଈଶ୍ୱରଙ୍କୁ ଉପାସନା କରିବା ବା ଈଶ୍ୱରଙ୍କୁ ୱର୍ସିପ କରିବା ବିଷୟରେ ଆମେ ଦେଖୁ ବାଇବଲରେ ଲେଖା ଯାଇଛି। ଯାତ୍ରା ପୁସ୍ତକ 20 ପର୍ବର 4 ପଦ ଆଉ 5 ପଦ ଏହି ପ୍ରକାର ଲେଖାଯାଏ, ତୁମ୍ଭେ ଆପଣା ନିମନ୍ତେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବ ନାହିଁ, କି ଉପରିସ୍ଥ ସ୍ୱର୍ଗରେ କି ନିଚସ୍ଥ ପୃଥିବୀରେ କି ପୃଥିବୀର ନିଚସ୍ଥ ଜଳରେ ଥିବା କୌଣସି ବସ୍ତୁର ପ୍ରତିମୂର୍ତ୍ତି ନିର୍ମାଣ କରିବ ନାହିଁ, ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ। ଈଶ୍ୱର ଇସ୍ରାଏଲ ଲୋକମାନଙ୍କୁ ଏହି ଆଜ୍ଞା ଦେଲେ, ତୁମ୍ଭେ ସେମାନଙ୍କୁ ପ୍ରଣାମ କରିବ ନାହିଁ ବା ଅନ୍ୟ କୌଣସି ବିଷୟକୁ ପ୍ରଣାମ କରିବ ନାହିଁ। ପୁଣି ଲେଖାଗଲା କି ସେମାନଙ୍କର ସେବା କରିବ ନାହିଁ, ଯେହେତୁ ଆମ୍ଭେ ତୁମ୍ଭର ସଦାପ୍ରଭୁ ପରମେଶ୍ୱର ସ୍ୱଗୌରବ ରକ୍ଷଣରେ ଉଦ୍ଯୋଗୀ ପରମେଶ୍ୱର ଅଟୁ। ତେବେ ପରମେଶ୍ୱର ଏଠାରେ ଦାବି କରୁଛନ୍ତି ଯେ ତୁମ୍ଭେ ଅନ୍ୟ କୌଣସି ଲୋକଙ୍କୁ ପ୍ରଣାମ କରିବ ନାହିଁ, କେବଳ ମୋତେ ପ୍ରଣାମ କରିବ, ମୋର ସେବା କରିବ। ଆଉ ସେଇ ବିଷୟ ଯୀଶୁଖ୍ରୀଷ୍ଟ ମଧ୍ୟ କହିଲେ। ସେ କହିଲେ ଯେତେବେଳେ ଶୈତାନ ପରୀକ୍ଷା କରିବା ପାଇଁ ତାଙ୍କ ନିକଟକୁ ଆସିଥିଲା, ସେ କହିଲେ ଦୂର ଶୈତାନ, କାରଣ ଲେଖା ଅଛି ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରଣାମ କରିବ, ପୁଣି କେବଳ ତାହାଙ୍କର ଉପାସନା କରିବ। ଯୀଶୁଖ୍ରୀଷ୍ଟ ମଧ୍ୟ ଏହି ବିଷୟ କହୁଛନ୍ତି ଯେ କେବଳ ଈଶ୍ୱରଙ୍କୁ ହିଁ ପ୍ରଣାମ କରାଯାଏ, କେବଳ ଈଶ୍ୱରଙ୍କୁ ହିଁ ଉପାସନା କରାଯାଏ। ପୁଣି ଆମେ ଦେଖିବା ଗୋଟେ ଉଦାହରଣ ଦେଖିବା, ଯେତେବେଳେ ପିତର କର୍ଣ୍ଣେଲ୍ୟଙ୍କ ନିକଟକୁ ଯାଉଛନ୍ତି, କର୍ଣ୍ଣେଲ୍ୟ ତାଙ୍କୁ ଭେଟି ଚରଣ ତଳେ ପଡ଼ି ତାଙ୍କୁ ପ୍ରଣାମ କଲେ, କିନ୍ତୁ ପିତର ତାଙ୍କୁ ଉଠାଇ କହିଲେ ଠିଆ ହୁଅ, ମୁଁ ମଧ୍ୟ ଜଣେ ମନୁଷ୍ୟ। ପିତର ମଧ୍ୟ ଜାଣିଥିଲେ ଯେ କେବଳ ଈଶ୍ୱରଙ୍କୁ ହିଁ ପ୍ରଣାମ କରାଯିବ। ସେଥିପାଇଁ ଯେତେବେଳେ କର୍ଣ୍ଣେଲ୍ୟ ତାଙ୍କୁ ପ୍ରଣାମ କରୁଛନ୍ତି, ସେ ଉଠାଉଛନ୍ତି ଆଉ କହୁଛନ୍ତି ମୁଁ ମଧ୍ୟ ଜଣେ ମନୁଷ୍ୟ। ମାନେ ସେଇ ପ୍ରଣାମକୁ ସେ ଗ୍ରହଣ କରୁନାହାନ୍ତି, ସେ କହୁଛନ୍ତି ଯେ ମୁଁ ମଧ୍ୟ ଜଣେ ମନୁଷ୍ୟ, କେବଳ ଈଶ୍ୱର ହିଁ ସେ ପ୍ରଣାମ ପାଇବାର ଯୋଗ୍ୟ ଅଟନ୍ତି। କେବଳ ସେତିକି ନୁହେଁ, ଯଦି ଆମେ ଆଗକୁ ଯିବୁ ପ୍ରେରିତ 14 ପର୍ବରେ ଲେଖାଯାଏ, ପ୍ରେରିତ ମାନେ ଅର୍ଥାତ୍ ବର୍ଣ୍ଣବା ଆଉ ପାଉଲ, ଲେଖାଯାଉଛି ଏହା ଶୁଣି ଆପଣା ଆପଣାର ବସ୍ତ୍ର ଚିରି ଲୋକ ସମୂହ ମଧ୍ୟକୁ ବେଗେ ଦୌଡ଼ି ଯାଇ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ। ଆମେ ଯେତେବେଳେ ପ୍ରେରିତ 14 ପର୍ବ ପଢୁ, ସେଠାରେ ଲେଖାଯାଏ ଯେ ବର୍ଣ୍ଣବା ଆଉ ପାଉଲଙ୍କୁ ବୃହସ୍ପତି ଆଉ ବୁଧ ବୋଲିକି ସେମାନେ ଉପାସନା କରିବା ଆରମ୍ଭ କଲେ, ବା ବଳି ଦେବା ନିମନ୍ତେ ମାନେ ପୁଷ୍ପହାର ସବୁ ସେମାନେ ନେଇକି ପଳେଇ ଆସିଲେ। ଆଉ ଏଇ ବିଷୟ ଯେତେବେଳେ ଘଟୁଥିଲା, ସେଇ ସମୟରେ ବର୍ଣ୍ଣବା ଆଉ ପାଉଲ ସେମାନେ କଣ କଲେ, ବେଗେ ଦୌଡ଼ି ଗଲେ ଆଉ ସେଇ ଲୋକମାନଙ୍କୁ ସେ କହିଲେ ଯେ ହେ ମହାଶୟ ମାନେ, କାହିଁକି ଏ ସମସ୍ତ କରୁଅଛନ୍ତି? ଆମ୍ଭେମାନେ ମଧ୍ୟ ଆପଣମାନଙ୍କ ପରି ସୁଖ ଦୁଃଖ ଭୋଗୀ ମନୁଷ୍ୟ ଆପଣମାନଙ୍କ ନିକଟରେ ଏହି ସୁସମାଚାର ପ୍ରଚାର କରୁଅଛୁ, ଯେପରି ଆପଣମାନେ ଏହି ସବୁ ଅସାର ବସ୍ତୁ ଠାରୁ ବିମୁଖ ହୋଇ ଜୀବନ୍ତ ଈଶ୍ୱରଙ୍କ ପ୍ରତି ଫେରନ୍ତି। ସେ ଆକାଶମଣ୍ଡଳ, ପୃଥିବୀ, ସମୁଦ୍ର ଓ ସେ ସବୁରେ ଥିବା ସମସ୍ତ ସୃଷ୍ଟି କରିଅଛନ୍ତି। ତ ଏଠାରେ ପ୍ରେରିତ ମାନେ ମଧ୍ୟ ଉପାସନା ପାଇବା ପାଇଁ, ପ୍ରଣାମ ଗ୍ରହଣ କରିବା ପାଇଁ ସେମାନେ ଅଗ୍ରାହ୍ୟ କରୁଛନ୍ତି। ନହେଲେ ଏଇ 14ରେ ଆମେ ଯେତେବେଳେ ଦେଖୁ ପାଉଲ ଆଉ ବର୍ଣ୍ଣବା ସେବା କାର୍ଯ୍ୟ କରୁଥିଲେ ଲୁସ୍ତ୍ରା ଓ ଦର୍ବିରେ, ସେତେବେଳେ ଲୋକ ସମୂହ ଦେଖିକି ସେମାନେ ଆସିଲେ ତାଙ୍କ ନିକଟକୁ। ସେମାନେ କହିଲେ ଯେ ଦେବତା ମାନେ ମନୁଷ୍ୟ ରୂପରେ ଆମମାନଙ୍କ ମଧ୍ୟକୁ ଓହ୍ଲାଇ ଆସୁଅଛନ୍ତି। ଲୋକମାନେ ଭାବୁଥିଲେ ଏ ଦୁଇ ଜଣଙ୍କୁ ଦେଖି ଯେ ଦେବତା ମାନେ କଣ କରୁଛନ୍ତି, ମନୁଷ୍ୟ ରୂପରେ ଓହ୍ଲାଇ ଆସିଅଛନ୍ତି। ଆଉ ସେମାନେ ଚିନ୍ତା କରୁଥିଲେ ବୃହସ୍ପତି ଆଉ ବୁଧ, ବର୍ଣ୍ଣବାଙ୍କୁ ସେମାନେ ବୃହସ୍ପତି ଭାବୁଥିଲେ ଆଉ ପାଉଲଙ୍କୁ ବୁଧ ବୋଲି। ସେଥିପାଇଁ ପ୍ରେରିତ ମାନେ ମଧ୍ୟ ଏଠାରେ ମନା କଲେ ଆଉ କହିଲେ ଯେ ଆମ୍ଭେମାନେ ମଧ୍ୟ ଗୋଟେ ମନୁଷ୍ୟ ଆଉ ପ୍ରଣାମ ପାଇବାର ଯୋଗ୍ୟ ନୁହେଁ। ପୁଣି ଆମେ ଯଦି ଦେଖିବୁ ପ୍ରକାଶିତ 22 ପର୍ବରେ ଲେଖାଯାଏ 8 ପଦ ଆଉ 9 ପଦରେ, ମୁଁ ଯୋହନ ସ୍ୱୟଂ ଏହି ସମସ୍ତ ଶ୍ରବଣ ଓ ଦର୍ଶନ କଲି। ଶ୍ରବଣ ଓ ଦର୍ଶନ କରିବା ପରେ ଯେଉଁ ଦୂତ ମୋତେ ଏହି ସମସ୍ତ ଦର୍ଶନ କରାଇଲେ, ମୁଁ ତାହାଙ୍କ ପାଦ ତଳେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହେଲି। ଯେଉଁ ଦୂତ ତାଙ୍କୁ ଦର୍ଶନ ଦେଇଥିଲେ ବା ଦର୍ଶନ କରାଇଲେ, ତାଙ୍କର ପାଦ ତଳେ ସେ ପ୍ରଣାମ କରିବା ନିମନ୍ତେ ଉବୁଡ଼ ହଉଛନ୍ତି। କିନ୍ତୁ ଦୂତ କଣ କହୁଛନ୍ତି, ଲେଖାଯାଉଛି ସେ ମୋତେ କହିଲେ ସାବଧାନ, ଏହା କର ନାହିଁ, କାରଣ ମୁଁ ତୁମ୍ଭର ଭ୍ରାତୃବୃନ୍ଦ ଭାଓବାଦୀ ମାନଙ୍କର ଓ ଏହି ପୁସ୍ତକର ବାକ୍ୟ ପାଳନ ମାନଙ୍କର ସହଦାସ ଈଶ୍ୱରଙ୍କୁ ପ୍ରଣାମ କର। ତେବେ ଏଠାରେ ଦୂତ ମଧ୍ୟ ସେଇ ପ୍ରଣାମକୁ ଗ୍ରହଣ କରୁନାହାନ୍ତି, ଯେହେତୁ ଦୂତ ମଧ୍ୟ ଜାଣିଛନ୍ତି କେବଳ ପରମେଶ୍ୱର ହିଁ ଯୋଗ୍ୟ ଅଟନ୍ତି ପ୍ରଣାମ ବା ଉପାସନା ପାଇବା ନିମନ୍ତେ। ପିତର ମନା କଲେ, ପାଉଲ ଆଉ ବର୍ଣ୍ଣବା ମନା କଲେ, ଏବେ ଦେଖୁଛୁ ଦୂତ ମଧ୍ୟ ମନା କରୁଛନ୍ତି। କିନ୍ତୁ ଯଦି ଆମେ ବାଇବଲରେ ଦେଖୁ, ନୂତନ ନିୟମରେ ଦେଖୁ, ଯୀଶୁଙ୍କୁ ଅନେକ ଥର ଲୋକମାନେ ପ୍ରଣାମ କରିଛନ୍ତି ଆଉ ଯୀଶୁ କେବେ ମଧ୍ୟ ମନା କରିନାହାନ୍ତି। କାହିଁକି ସେ ମନା କରିନାହାନ୍ତି? ଯେହେତୁ ସେ ଜାଣିଥିଲେ ମୁଁ ଈଶ୍ୱର। ଯଦି ଆମମାନଙ୍କ ପରି ଗୋଟେ ସାଧାରଣ ମନୁଷ୍ୟ ହୋଇଥାନ୍ତେ, ତେବେ ପିତର ଆଉ ପାଉଲ ବର୍ଣ୍ଣବା ପରି ସେ ମନା କରିଥାନ୍ତେ, ସେ କହିଥାନ୍ତେ ମୁଁ ଗୋଟେ ସାଧାରଣ ମନୁଷ୍ୟ ବୋଲିକି। କିନ୍ତୁ
से प्रणाम को से ग्रहण कले आम प्रथम देखू तांकर जन्म समय आम देखा पाऊ पंडित माने माथ्यू 2 पर्व 11 पदर लेखा जाए से गृह को आसिले से भीतर को जाई शिशु को ताहांको माता मरियम को संगरे देखिले और ताहांको भूमिष्ठ प्रणाम कले पुणी आपण आपण पेड़ी फिटाई सुना कुंदुरु गंधरस ताहांको दर्शनी देले तेबे यीशु जेतले जन्म हेले शिशु थिले से समय रे पंडित माने ताहांको प्रणाम करूछंती तापर आमने देखा पाउछु यीशु जेतले पुनरुत्थित हेले थोमा तांको विषय कहउछंती जोहन 20:27 पद आउ 28 पद लेखा जाए थोमा कहले से कहले जे मोहर प्रभु मोहर ईश्वर एठी आमने देखा पाउछु जे यीशुंकर जन्म समय पंडित माने प्रणाम करिसंती आउ थोमा यीशुकर शेष समय बोली कहबार पुनरुत्थित हैला परे से मोहर प्रभु मोहर ईश्वर बोली से प्रकाश करूछंती पूरा स्पष्ट भाव रे यीशु को ईश्वर बोली प्रकाश करूछंती आउ यीशु केबे मधो थोमा को कहि नांती जे ना ना मो ईश्वर नुहे मु जने साधारण मनुष्य बा से केबे मधो एटा को अग्राह्य से कले नाही जेतु से जानितिले से ईश्वर अटंती पुणी आमने अनेक आमने देखि परिबा जेउठारे यीशु को प्रणाम करा जाउची माथ्यू 8 पर्वर 2 पदरे लेखा जाउची आउ देखो जने कुष्टी ताहांको निकट को आसी प्रणाम करी कहिला हे प्रभु आपण जदि इच्छा करंती ताहा हेले मते सूची करी पारंती एठारे जने कुष्टी यीशु को प्रणाम करूचे किंतु यीशु मना करू नाहंती जेतु से जानिथिले से ईश्वर अटंती तापरे माथ्यू 14 पर्वर 33 पदर लेखा जाउची सेतिरे नौकारे थिबा लोक माने ताहांको प्रणाम करी कहले आपण निश्चय ईश्वरंको पुत्र एठारे मध्ये हम देखुछु लोक माने ताहांको प्रणाम करूछंती पर आम माथ्यू 15 देखुछु किणान्य स्त्री से स्त्री आसी ताहांको प्रणाम करी कहिबाकू लागिला हे प्रभु मोहर उपकार करंतु तापर आम देखुछु माथ्यू 9 पर्वर 18 पदरे यीशु से मानको एई समस्त कथा कहिबा समय रे देखो जने अध्यक्ष ताहांको निकट को आसी प्रणाम करी कहिला मोर झियोटी एही क्षणी मरीगला किंतु आपण आसी ताहा उपरे हस्त तोइबा हेउंतु आउ से बंचिबो एठारे जने अध्यक्ष मध्य यीशु को प्रणाम करूछि आउ यीशु केबे मध्य अग्राह्य करू नाहंती जे प्रकार पीतर आउ पाउल बर्नबा माने अग्राह्य करथिले से प्रकार यीशु अग्राह्य करू नाहंती तापरे आम देखि परिबा माथ्यू 20 पर्वर 20 पद लेखा जाए सेतेबेले जेबोदी पुत्र मानक माता आपणा पुत्र मानकू सांगरे घेनी ताहांको छामको आसी प्रणाम करी ताहांको ठारू किछि मागिले जाकुब आउ जोहनको माता मध्य यीशु को प्रणाम करूछंती पुणी आम देखिया पाउछु माथ्यू 28 पर्वर 9 पदरे यीशु पुनरुत्थित हैला परे आउ देखो यीशु से मानको साक्षात करी कहले तुमानकर मंगल हेउ तउ से माने निकट को आसी ताहांको पाद धरी ताहांको प्रणाम कले यीशुंकर मृत्यु परे मधे तांको प्रणाम कला से जतले पुनरुत्थित हेले से समय मधे तांको प्रणाम करा गला तापर आमने सेई 17 पद आमने देखिया पाइबू से 28 रो 17 सेटा लेखा जाउची आ से माने तांको देखि प्रणाम कले मात्र केही संदेह कलो एठारे मधे लोक माने तांको प्रणाम करूछंती शिष्य माने प्रणाम करूछंती आउ केही संदेह कले तापर आमने देखिया पाइबू जोहन 9 पर्व 38 पदरे सेतिरे से कहिला प्रभु मो विश्वास करूअछि आउ से ताहांको प्रणाम कला जो अंध को यीशु सुस्थ करथिले से एठारे कहूची जे मो विश्वास करूअछि आउ ता सहित से प्रणाम मध्य करूअछि तापर आमने देखि पारिबो मार्क 5 पर्वर 6 पदरे जो लोक को बाहिनीभूत धरथिला से यीशु को दूर देखि दौड़ी आसी तांको प्रणाम कला तबे एई प्रकार अनेक स्थान आमने देखिया पाउछु यीशु को प्रणाम करा जायछि आउ यीशु केबे अग्राह्य करि नाहंती काहे कि अग्राह्य करे नै जेहेतु से ईश्वर थिले पीतर पाउल बर्नबा माने अग्राह्य कले से दूत जो दूत जोहन को दर्शन देइतिले से अग्राह्य कले जेतु से माने जानितिले केवल ईश्वर ही योग्य प्रणाम निमंते उपासना निमंते किंतु यीशु ख्रीष्ट सबु प्रणाम को बा सबु उपासना को से ग्रहण करूछंती से एक्सेप्ट करूछंती से केबे काहा को से अनुजो करनाहंती केबे काहा को से मना करिनाहंती काहे कि से जानितिले से जणे साधारण मनुष्य नहंती से ईश्वर अटंती तो ए सब विषय पढ़िले हमने जानि पारुछु जे यीशु ईश्वर अटंती।